ଶ୍ରୀ ଜଗନ୍ନାଥ ହର ଶମ୍ଭୁ। ଆଜି ଆମେ ଆଲୋଚନା କରିବା ରଥ ନିର୍ମାଣ ବିଷୟରେ। ଆଗକୁ ଆସିଛି ରଥଯାତ୍ରା। ରଥଯାତ୍ରା ଆମ ବିଶ୍ୱର ଏକ ପ୍ରସିଦ୍ଧ ଯାତ୍ରା ମଧ୍ୟରୁ ଅନ୍ୟତମ। ଜଗତରନାଥ ଜଗନ୍ନାଥଙ୍କର ସବୁଠୁ ପ୍ରିୟ ଯାତ୍ରା, କାରଣ ସେ ଏଥିରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନ ଛାଡ଼ି ଆମ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ନିଜେ ବିଜେ କରନ୍ତି। ଚାଲନ୍ତୁ ଆମେ ତା ପୂର୍ବରୁ ରଥ ନିର୍ମାଣ ବିଷୟରେ କିଛି ସମୟ ଜ୍ଞାନ ଆହରଣ କରିବା। ରଥ ନିର୍ମାଣର ପୃଷ୍ଠଭୂମି କ'ଣ? ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୂର୍ଣ୍ଣ ଭାବରେ ନୂଆ କାଠରେ ରଥ ତିଆରି କରାଯାଏ। ରଥଯାତ୍ରା ପରେ ରଥଗୁଡ଼ିକୁ ଭାଙ୍ଗି ଦେଇ କାଠଗୁଡ଼ିକୁ ମନ୍ଦିର ରୋଷଘରେ ବ୍ୟବହାର କରାଯାଉଥିଲା। 2012 ମସିହା ଠାରୁ ରଥର କିଛି ଅଂଶକୁ ବିକ୍ରି କରାଯାଉଛି। ସାମ୍ୟ ମୈତ୍ରୀର ପ୍ରତୀକ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିରାଜମାନ କରି ଶ୍ରୀ ଗୁଣ୍ଡିଚା ମନ୍ଦିରକୁ 9 ଦିନ ଯାତ୍ରା କରନ୍ତି, ସେ ରଥର ନାମ ହେଉଛି ନନ୍ଦିଘୋଷ। ସେହିପରି ଶ୍ରୀ ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ ଏବଂ ମାତା ଶ୍ରୀ ସୁଭଦ୍ରାଙ୍କ ରଥର ନାମ ହେଉଛି ଦେବଦଳନ, ଦର୍ପଦଳନ ବା ପଦ୍ମଧ୍ୱଜ। ପ୍ରତ୍ୟେକ ବର୍ଷ ପରମ୍ପରା ଅନୁଯାୟୀ ଶ୍ରୀନଅର ସମ୍ମୁଖସ୍ଥ ରଥ ଖଳାରେ ନୂତନ ଭାବେ 3ଟି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ବାବଦରେ ବିଭିନ୍ନ କାର୍ଯ୍ୟ ରାଜ୍ୟ ତଥା ଜିଲ୍ଲା ପ୍ରଶାସନ, ବିଧି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ତରଫରୁ ମିଳିତ ଭାବରେ ସମ୍ପାଦନ କରାଯାଏ। ଏବେ ଚାଲନ୍ତୁ ଆମେ ରଥ ନିର୍ମାଣର କଥା ଜାଣିବା। କିପରି ତାର ପ୍ରୋସେସ ଜାଣିବା। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀ ପଞ୍ଚମୀ ତିଥିଠାରୁ। କେତେକ ନିର୍ଦ୍ଦିଷ୍ଟ ତିଥିରେ 3 ରଥମାନଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ଯେପରିକି ଶ୍ରୀ ପଞ୍ଚମୀ ଦିନ ରଥ କାଠ ପୁରୀରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ। ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ। ଅକ୍ଷୟ ତୃତୀୟା ଦିନ 3 ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ। ଉକ୍ତ ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଅନ୍ୟାନ୍ୟ କ୍ଷତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥ ନିର୍ମାଣ ଉପଲକ୍ଷେ ଶୁଭାରମ୍ଭ କାର୍ଯ୍ୟ, ଯଜ୍ଞ ଓ ଆନୁଷଙ୍ଗିକ ପୂଜା ନୀତି ଇତ୍ୟାଦି ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପୂଜା ପଣ୍ଡା 3 ରଥ ନିର୍ମାଣର ଅନୁକୂଳ ନିମନ୍ତେ ଆଜ୍ଞାମାଳ ପ୍ରଦାନ କରିଥାନ୍ତି। ଏଠାରେ ବିଶ୍ୱକର୍ମା ମହାରଣା, ରୂପକାର, ଭଇ ଇତ୍ୟାଦି ସେବକମାନେ ଶାଢ଼ୀ ବନ୍ଧାଇଥାନ୍ତି। ଏହାପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ବହୁରୀ ଦିନ ପ୍ରତ୍ୟେକ ରଥର 2ଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିର ଆଜ୍ଞାମାଳ ଆସି ଏହା ଉପରେ ଲାଗି ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥରେ 4 ନାହକ ଡେରା ଅନୁକୂଳ ଓ ନେତ୍ରଛବ ଦିନ ରଥଯାତ୍ରା ପୂର୍ବ ଦିନ ଅପରାହ୍ନ ସୁଦ୍ଧା 3ଟି ଜାଗା ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସମ୍ମୁଖସ୍ଥ ରଥ ଖେଳରୁ ଟଣା ହୋଇ ଶ୍ରୀଦ୍ୱାର ସମ୍ମୁଖରେ ରଖାଯାଏ। ବହୁ ପ୍ରାଚୀନ ସମୟରୁ ମହାପ୍ରଭୁ ମାନଙ୍କର ରଥ ନିର୍ମାଣ ନିମନ୍ତେ ନୟାଗଡ଼, ଖୋର୍ଦ୍ଧା, ଦଶପଲ୍ଲା, ରଣପୁର ଇତ୍ୟାଦି ଜଙ୍ଗଲରୁ ଆବଶ୍ୟକୀୟ କାଠ ନଦୀ ମାଧ୍ୟମରେ ପୁରୀକୁ ଆସିଥିଲା। ଏହି କାଠ ସବୁ ନଦୀରେ ଭେଳା କରି ଅଣାଯାଉଥିଲା। ପୁରୀ ଠାରୁ 10 କିଲୋମିଟର ଦୂର ମାଳତୀ ପାଟପୁର ନିକଟସ୍ଥ କାଠପୋଲଠାରୁ ଏହି କାଠ ଗୁଡାକ ଶଗଡ଼ରେ ବୁହାଯାଉଥିଲା। ପୁରୀରେ ପ୍ରତିଷ୍ଠିତ କେତେକ ମଠ ରଥ କାଠ ବୁହାଯିବା ପାଇଁ ଶଗଡ଼ମାନ ଯୋଗାଉଥିଲେ। ଏହି ପରମ୍ପରା ବହୁ ବର୍ଷ ଧରି ଲୁପ୍ତ ହୋଇଯାଇଛି। ସମ୍ପ୍ରତି ପରିବହନ ମାର୍ଗର ସୁବିଧା ଦୃଷ୍ଟିରୁ ଟ୍ରକ୍ ଯୋଗେ ଏହି କାଠ ଆସି ପୁରୀ ବଡ଼ଦାଣ୍ଡ ତଥା ରଥ ଖଳାଠାରେ ରଖାଯାଉଛି। ରଥ ସଂହିତା ଅନୁଯାୟୀ 3ଟି ରଥ ନିର୍ମାଣ ପାଇଁ 1139ଟି କାଠ ଆସିଥାଏ। ରାଜ୍ୟ ସରକାରଙ୍କର ଜଙ୍ଗଲ ବିଭାଗ ଉପର ବର୍ଣ୍ଣିତ କାଠ ଯୋଗାଇ ଆସୁଛନ୍ତି। ନୟାଗଡ଼ ଓ ଖୋର୍ଦ୍ଧା ଡିଭିଜନର ଅରଣ୍ୟ ଅଧିକାରୀମାନେ 862ଟି ଖଣ୍ଡ ଅସନ, ଧଉରା ଓ ଫାଶୀ ଇତ୍ୟାଦି କାଠ ପଠାଇଥାନ୍ତି। ଏଥିମଧ୍ୟରୁ 72ଟି ଖଣ୍ଡ ଫାଶୀ ଅଟେ। ଏତଦ୍ ବ୍ୟତୀତ ରଣପୁର ଜଙ୍ଗଲରୁ 274 ଖଣ୍ଡ କଞ୍ଚା କାଠ ଓ 3ଟି ଶିମୁଳି କାଠ ଆସିଥାଏ। 3 ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁଷ୍ଠିତ ହେବା ସହ ତତ୍ପରଦିନଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନେତ୍ରୋତ୍ସବ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥାଏ। ଶ୍ରୀମନ୍ଦିରର ସ୍ୱତ୍ତ୍ୱଲିପିରେ ଅନ୍ତର୍ଭୁକ୍ତ ବିଶ୍ୱକର୍ମା, ମହାରଣା, ଭଇ, ରୂପକାର, ଦରଜୀ, କମାର ପ୍ରମୁଖ ସେବକମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ତନ୍ମଧ୍ୟରୁ ସମୁଦାୟ 60 ଜଣ ମହାରଣା, 75 ଜଣ ଭଇ, 15 ଜଣ କମାର, 15ରୁ 20 ଜଣ ଚିତ୍ରକର, 7ରୁ 8 ଜଣ ଦରଜୀ, 15 ଜଣ ରୂପକାର ସେବକ ଅନ୍ତର୍ଭୁକ୍ତ। ମହାପ୍ରଭୁମାନଙ୍କ ବ୍ୟବହୃତ 3 ଗୋଟି ରଥର ଗଠନ ପଦ୍ଧତି ଶିଳ୍ପ ଶାସ୍ତ୍ରାନୁମୋଦିତ। ପରମ୍ପରା ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ରଥତ୍ରୟର ନିର୍ମାଣ କରାଯାଇଥାଏ। ଏହା ବ୍ୟତୀତ ପ୍ରତି ରଥରେ 4ଟି ଲେଖାଏଁ ଅଶ୍ୱ, ଗୋଟିଏ ସାରଥୀ, 2ଟି ଶୁଆ, ରଥବାଡ଼, 9ଟି ଲେଖାଏଁ ପାର୍ଶ୍ୱ ଦେବତା ଖଞ୍ଜା ଯାଇଥାଏ। ସୂଚନାଯୋଗ୍ୟ ଯେ କେବଳ ନବକଳବର ବର୍ଷ
ନୂତନ ଭାବରେ ସାରଥୀ, ଅଶ୍ୱ, ପାର୍ଶ୍ୱ ଦେବତା, ଠେକରା ବାଡ଼, ରଥ ବ୍ରେକ୍, ହଂସପଟା ଓ କନ୍ୟାପଟା ଇତ୍ୟାଦି ନିର୍ମାଣ କରାଯାଇଥାଏ। ଏଥି ନିମନ୍ତେ ଶାଳ, ଗମ୍ଭାରୀ ଇତ୍ୟାଦି କାଠ ସ୍ୱତନ୍ତ୍ର ଭାବେ ଜଙ୍ଗଲ ବିଭାଗ ଯୋଗାଇଥାନ୍ତି। ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ 14 ଜଣ ଦରଜୀ ସେବକମାନଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣୀ କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ। ପୂର୍ବେ OTM ମିଲ୍ରୁ ଆସୁଥିବା ଏହି କନା ମୁଖ୍ୟତଃ ନାଲି, ହଳଦିଆ, ନେଳି ଓ କଳା ରଙ୍ଗର ଅଟେ। ପ୍ରାୟ 1000 ମିଟରରୁ ଉର୍ଦ୍ଧ୍ୱ କନା ତିନି ରଥର ମଣ୍ଡଣି, ଘେର, ଚାନ୍ଦୁଆ ନିମନ୍ତେ ଆବଶ୍ୟକ ହୋଇଥାଏ। ସମ୍ପ୍ରତି କିଛି ବର୍ଷ ଧରି ରଥ ନିର୍ମିତ ଆବଶ୍ୟକ କନା ବମ୍ବେର ପ୍ରସିଦ୍ଧ କପଡ଼ା କମ୍ପାନୀ ସେଞ୍ଚୁରୀ ମିଲ୍ରୁ ଆସୁଅଛି। ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥ ପାଇଁ ନାଲି ଓ ହଳଦିଆ କନା, ତାଳଧ୍ୱଜ ରଥ ପାଇଁ ନାଲି ଓ ନେଳି କନା, ଦର୍ପଦଳନ ପାଇଁ ନାଲି ଓ କଳା କନା ବ୍ୟବହାର ହୋଇଥାଏ। ନନ୍ଦିଘୋଷ, ତାଳଧ୍ୱଜ, ଦର୍ପଦଳନ ମାନେ ଦେବଦଳନ ରଥରେ ଯଥାକ୍ରମେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଶ୍ରୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ତିନୋଟି ସୁଜୋଡ଼ିତ ରଥରେ ଅଧିଷ୍ଠିତ ହୋଇଥାନ୍ତି। 6 ଫୁଟ ଉଚ୍ଚତାର 16ଟି ଚକ ବିଶିଷ୍ଟ ନନ୍ଦିଘୋଷ ରଥର ଦୈର୍ଘ୍ୟ ପ୍ରସ୍ଥ 34 ଫୁଟ 6 ଇଞ୍ଚ ଲେଖାଏଁ ଓ ଉଚ୍ଚତା 46 ଫୁଟ ଇଞ୍ଚ। ତାଳଧ୍ୱଜ ରଥର ଦୈର୍ଘ୍ୟ ପ୍ରସ୍ଥ 33 ଫୁଟ ଲେଖାଏଁ ଓ ଉଚ୍ଚତା 45 ଫୁଟ। ଏଥିରେ 6 ଫୁଟ 6 ଇଞ୍ଚ ଉଚ୍ଚତା ବିଶିଷ୍ଟ 14ଟି ଚକ ଲାଗିଥାଏ। ସେହିପରି ଦର୍ପଦଳନ ବା ଦେବଦଳନ ରଥ ଚକର ଉଚ୍ଚତା 6 ଫୁଟ 8 ଇଞ୍ଚ ଏବଂ 12 ଚକ ଏହି ରଥରେ ଲାଗିଥାଏ। ରଥର ଦୈର୍ଘ୍ୟ ପ୍ରସ୍ଥ 31 ଫୁଟ ଓ 6 ଇଞ୍ଚ ଲେଖାଏଁ। ଉଚ୍ଚତା ଯଥାକ୍ରମେ 45 ଫୁଟ 6 ଇଞ୍ଚ, 45 ଫୁଟ ଓ 44 ଫୁଟ 6 ଇଞ୍ଚ ଅଟେ। ରଥଯାତ୍ରା ପର୍ବ ଶେଷ ହେବା ପରେ ପ୍ରତିବର୍ଷ ରଥଗୁଡ଼ାକୁ ଭାଙ୍ଗି ଦିଆଯାଏ। କେବଳ ସାରଥୀ, ଘୋଡ଼ା, ପାର୍ଶ୍ୱ ଦେବତା, ସଖୀ, ପିତ୍ତଳର କଦଳୀ ଗଛ, ମଗର ଓ ରଥବାଡ଼ ଇତ୍ୟାଦି ରଖାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ 1999 ମସିହାଠାରୁ ରଥ ଟଣା ସମୟରେ ତିନୋଟି ରଥର ବ୍ରେକ୍କୁ ପକାଇବା ଓ ଉଠାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ପୁଲି ବ୍ୟବସ୍ଥା ପ୍ରଚଳନ କରାଯାଇଛି। ବିଭିନ୍ନ ତିଥିରେ ରଥ ନିର୍ମାଣର ବିଧି କ'ଣ ରହିଛି? ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନୋଟି ରଥ ପରମ୍ପରା ପ୍ରକାରେ ନିର୍ମିତ ହୋଇ ଆସୁଅଛି। ରଥ କାଠ ପହଞ୍ଚିବା ଠାରୁ ଆରମ୍ଭ କରି ରଥ ଟଣା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ତିଥିରେ ହୋଇଥାଏ। ରଥ କାଠ ପୁରୀରେ ପହଞ୍ଚିବା ହେଉଛି ରଥ କଳାରେ ଅନୁକୂଳ ପୂଜା ଶ୍ରୀ ପଞ୍ଚମୀ ଦିନ ହୋଇଥାଏ। କାଠ ଚିରା ଶ୍ରୀରାମ ନବମୀ ଦିନ। ରଥ ନିର୍ମାଣ ଅନୁକୂଳ ହୋଇଥାଏ ଅକ୍ଷୟ ତୃତୀୟା ଦିନ। ଗୁଜ ଅନୁକୂଳ ହୋଇଥାଏ ନୃସିଂହ ଚତୁର୍ଦ୍ଦଶୀ ଦିନ। ଚକ ତିଆରି ହୋଇ ଦିଅଙ୍କ ଆଜ୍ଞାମାଳ ଲାଗି ହୋଇଥାଏ ଅତ୍ୟନ୍ତ 6ଟି ଚକରେ। ଭଉଁରୀ ଦିନ ହୋଇଥାଏ। 4 ନାହାକ ଡେରା ଅନୁକୂଳ କରନ୍ତି ଦେବସ୍ନାନ ପୂର୍ଣ୍ଣିମା ଦିନ। ରଥ ଖଳାରୁ ସିଂହଦ୍ୱାର ଯାଏ ରଥ ଟଣା ହୋଇଥାଏ ନେତ୍ର ଛବ ବା ଶ୍ରୀଗୁଣ୍ଡିଚା ପୂର୍ବ ଦିନ। ରଥତ୍ରୟର ଏହି ନିର୍ମାଣ କାର୍ଯ୍ୟକୁ ପୁରୀର ପୂର୍ତ୍ତ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଏବଂ ବିଶେଷଜ୍ଞ କମିଟି ତଦାରଖ କରିଥାନ୍ତି। ରଥ ଟଣା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରଥା ଅନୁଯାୟୀ 50 ଟଙ୍କା ଫିସ୍ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦାଖଲ କରି ରଥ ଚାଲିବା ଉପଯୁକ୍ତ ବୋଲି ପୂର୍ତ୍ତ ବିଭାଗରୁ ଏକ ସାର୍ଟିଫିକେଟ ହାସଲ କରିଥାନ୍ତି। କେତେ ବିଚିତ୍ର! ରଥ ନିର୍ମାଣର ସେବକମାନଙ୍କର ଭୂମିକା। ପ୍ରଥମ ହେଉଛନ୍ତି ବଢ଼େଇ ମହାରଣା, ତାପରେ ଅଝା ମହାରଣା, ତାପରେ ହେଉଛନ୍ତି ଅନ୍ୟାନ୍ୟ ସେବକ, ତାପରେ ଆମର ଆଉ ସବୁ ଜାଣିବା। ରଥ ନିର୍ମାଣରେ ସେବକମାନଙ୍କର ଭୂମିକା କ'ଣ ସେ ବିଷୟରେ ଆମେ ଆଗାମୀ ଭିଡ଼ିଓରେ ଜାଣିବା। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ କରିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ।